ମୋ କାଳିଆ ସବୁଠି ଥାଏ। ତାକୁ ଟିକେ ଭାବରେ ଡାକିଲେ ସେ ତୁମ ପାଖକୁ ଆସିବ। ହଁ, ଜାଣିନି ତମେ ଜାଣିପାରିବ କି ନାହିଁ, ହେଲେ ସେ ନିଶ୍ଚୟ ଆସିବ। ଯଦି ତା ନ ହୋଇଥାନ୍ତା, ମାତ୍ର 5 ବର୍ଷର ପ୍ରହ୍ଲାଦ ପାଇଁ ଏମିତି ଖମ୍ବରୁ ବାହାରି ନଥାନ୍ତା। ହେଲେ ମୁଁ କିନ୍ତୁ ସେସବୁ ଚାହେଁନି କି ମୋ ପାଇଁ ତୁମକୁ ଅବତାର ନେବାକୁ ପଡ଼ୁ। ତୁମ ଭକ୍ତମାନଙ୍କର ଦାସଟିଏ ମୁଁ, କିନ୍ତୁ ତୁମକୁ ବହୁତ ଭଲ ପାଏ, ତାଙ୍କଠାରୁ ବି ଅଧିକା। ଜାଣିଛ, ଶିବୁ କାକା ତୁମକୁ ନୀତି ପୂଜା କରନ୍ତି, ତୁମ ପାଇଁ ପ୍ରାର୍ଥନା କରନ୍ତି, ଗୀତ ବି ଗାଆନ୍ତି। ମୋତେ ଶୁଣିବାକୁ ନା ଭାରି ଭଲ ଲାଗେ, ହେଲେ ତୁମ ପାଖକୁ ଯାଇପାରେନି, ଡର ଲାଗେ। କାଳେ କାକା କ'ଣ ପଚାରିଦେବେ ମୋତେ। ଆଉ ତମେ ତ ଜାଣିଛ ମୋତେ କିଛି ଆସିବନି। ଲୁଚି ଲୁଚି ତୁମକୁ ନୀତି ଦେଖେ। ବାଆକୁ ବି କେତେଥର କହିଲିଣି କି ତାଙ୍କ ପରିକା ଆମର ବି ତୁମର ବଡ଼ ମୂର୍ତ୍ତିଟି ଆଣିବା ପାଇଁ। ତୁମ ସହ କଥା ହୁଅନ୍ତି, ଖେଳନ୍ତି, ଆଉ ତୁମକୁ ଆମ ଗାଁଟା ସାରା ବୁଲାନ୍ତି। ବାଆ କିନ୍ତୁ କୁହେ ତୁମକୁ ଆଣିବା ପାଇଁ ନା ବହୁତ ଟଙ୍କା ଦରକାର, ସେତିକି ନାହିଁ ତା ପାଖରେ। ସତରେ କ'ଣ ତୁମେ ଏତେ ଟଙ୍କା? ମୋ ବାଆକୁ ବି ଟିକେ ଟଙ୍କା ଦେଲେ ହୁଅନ୍ତାନି, ସେ ତମକୁ ମୋ ପାଇଁ ଆଣନ୍ତା। ଦେଖିବ ତମର ଜମା ଅସୁବିଧା ହବନି। ମୋ ବୋଉ ନା ତମ ପାଇଁ ନୂଆ ଜାମାଟିଏ କରିଦେବ। ତମେ ତାଙ୍କ ଘରକୁ ଯାଉଛ, ହେଲେ ଆମ ଘରକୁ କାହିଁ ଆସୁନ? ସଞ୍ଜ ବ୍ରୋଟାରେ ପିଲାଟିର ଏମିତି ଚୁପଚାପ କଥାକୁ ସବୁ ଶୁଣିଦେଲେ ପଣ୍ଡା ପୁଅ ଶ୍ରଦ୍ଧାରେ ହସିକି କହିଦେଲେ, ତୁ ଘରକୁ ଯା, ମୁଁ କାଲି ରାତିରେ ଯାଇ ପହଞ୍ଚିବି। ସେ ତ ଏତିକି କହି ତାଙ୍କ ବାଟରେ ଚାଲିଗଲେ। ହେଲେ ବିଭୁ ରହିଗଲା ସେଇଠି। ତାକୁ ଲାଗିଲା କି ମୋ କାଳିଆ କହିଛି କାଲି ସେ ନିଶ୍ଚୟ ଆସିବ। ଏଥର ତାର ଖୁସିର ସୀମା ରହିଲାନି। ନାଚି ପଡ଼ିଲା ସେଇ ବଡ଼ଦାଣ୍ଡରେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ହଠାତ୍ ଛୁଆଟା ଯେ ନାଚି ଉଠିଲା, କେହି କିଛି ବି ବୁଝିପାରିଲେନି। ମୁଁ ଆସୁଛି ରେ କାଳିଆ, ତ ଅପେକ୍ଷାରେ ରହିଲି। ଘରେ ପହଞ୍ଚି ବୋଉକୁ କହିଲା, ବାପା ତୋ ପାଇଁ ଯେଉଁ ନୂଆ ଶାଢ଼ୀଟା ଆଣିଥିଲେ, ମୋ କାଳିଆ ପାଇଁ ନୂଆ ଜାମା କରିଦେ। ସେ ଆସିବ କହିଛି, ଆଉ ତା ପାଇଁ ଗୋଟେ ପୋଡ଼ ପିଠା କରିଦେ। କିରେ କ'ଣ ସବୁ ଏଣୁତେଣୁ କହୁଛୁ? କେଉଁ କାଳିଆ ଆସିବ ଯେ? ଯାହା କଥା ମୁଁ ସବୁବେଳେ କୁହେ, ସେଇ କାଳିଆ ମୋ ସାଙ୍ଗ। ଏଥର ବୋଉ ସବୁ ବୁଝିଗଲା କି ମୋ ପୁଅ ପ୍ରଭୁ ଜଗନ୍ନାଥଙ୍କ କଥା କହୁଛି। ସିଏ ତ ବଡ଼ ଦେଉଳିଆ ଲୋକ, ଏ ଭଙ୍ଗା କୋଡ଼ିଆକୁ ଆସିବେ କିଆଁ ଯେ? ଆଲୋ ବୋଉ, ମୁଁ ସତ କହୁଛି, କାଲି ରାତିରେ ସେ ନିଶ୍ଚୟ ଆସିବ କହିଛି ପରା। ଆଉ ଜାଣିଛୁ ତ, ମୋ ସାଙ୍ଗ ନା କେବେ ମିଛ କୁହେନି। ବୋଉ କିନ୍ତୁ ଜାଣି ସାରିଥିଲା କି ଯାହାଙ୍କୁ ଦେଖିଦେଲେ କୋଟି କୋଟି ଲୋକଙ୍କର ହାତ ଉଠିଯାଏ, ଆଉ ସମସ୍ତେ ଆଖିରୁ ଲୁହ ଝରେଇ କହି ବସନ୍ତି, ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଯାହାଙ୍କୁ ଶ୍ରଦ୍ଧା କରନ୍ତି, ସମର୍ପଣ କରିଦିଅନ୍ତି। ମୋ ପୁଅ ଯେ ତାଙ୍କୁ ନିଜର ସାଙ୍ଗ ବୋଲି କହୁଛି, ତାଙ୍କ ସହ ଖେଳିବ କହୁଛି, ଯାହାକି କେବେ ସମ୍ଭବ ନୁହେଁ। ମଣିମା ମହାପୁରୁ ହେ, କ୍ଷମା କରିଦେବ ତାକୁ। ପାଗଳାଟା ସିଏ। ବିଭୁ କିନ୍ତୁ ବୁଝିବାକୁ ନାରାଜ। ଦେଖୁଛ ତ ବାପା, ତମକୁ ତ କହି କହି ତମେ ଆଣିଲନି ମୋ ପାଇଁ ତାକୁ। ସିଏ ଆପଣା ଛାଏଁ କହିଛି ଆମ ଘରକୁ ଆସିବ ବୋଲି। ବୋଉକୁ କହିଛି ଜାମାଟିଏ କରିବା ପାଇଁ, ଆଉ ତା ପାଇଁ ପୋଡ଼ ପିଠାଟିଏ। ସିଏ ମନା କରୁଛି ଯେ ତମେ ଟିକେ ତାକୁ କହିଲେ ହୁଅନ୍ତାନି। ପୁଅର ଏମିତିକା ଅଜଟ ଦେଖି ବାବା ବୋଉଙ୍କ ଆଖିରୁ ସେଦିନ ଲୁହ ଝରିଗଲା। ଶେଷରେ ଏତିକି କହିଲା, କଥା ଦଉଛି ଯଦି ତା ପାଇଁ ସେସବୁ ନ କର ନା, ମୁଁ ଖାଇବିନି କି ପିଇବିନି। ପୁଅର ଏମିତିକା ଜିଦି ଦେଖି ବାପା ବୋଉ ସେଦିନ ମୁଣ୍ଡରେ ହାତ ଦେଇ ବସିଲେ। କ'ଣ ଯେ କରିବେ କିଛି ବି ବୁଝା ପଡ଼ୁନି। ଛୁଆଟା ଯେ ମହାପ୍ରଭୁଙ୍କୁ ଏତେ ଭଲ ପାଇଯାଇଛି, କେମିତି ବୁଝେଇବେ? ଶେଷରେ କଥା ରହିଲା, ହଁ ରେ ବିଭୁ, ନୂଆ ଜାମାଟିଏ କରିଦେବି, ପୋଡ଼ ପିଠାଟିଏ କରିଦେବି। ତୋ କାଳିଆ ଆସିବ, ଖାଇବ, ଜାମା ବି ପିନ୍ଧିବ। ଯେତେବେଳେ ବାପା ଏତକ କୁହନ୍ତି, ବିଭୁର ଖୁସି ଦୁଇ ଗୁଣ ହୋଇଗଲା। ବାପାଙ୍କୁ କୁଣ୍ଡେଇ ପକାଇ କହିଲା, ମୋ ସୁନା ବାପା ତମେ। ବୋଉ ବି ଲୁହ ଛଳ ଛଳ ଆଖିରେ ଠାକୁରଙ୍କ ପାଇଁ ଜାମାଟିଏ ତିଆରି କଲା, ପୋଡ଼ପିଠାଟିଏ ବି କଲା, କେବଳ ବିଭୁର ମନ ବୁଝିବାକୁ। କାହିଁକି ନା ସେ ଜାଣି ସାରିଥିଲା ସେ କେବେ ବି ଆସିବେନି।
ତା ପରଦିନ ବିଭୁ ପାଠ ପଢ଼ିକି ଆସିଲା। ମନ କିଛି ଲାଗୁନଥାଏ, କେବଳ ମନଟା ଯାଇ କାଳିଆ ପାଖରେ। କେତେବେଳେ ରାତି ହେବ କାଳିଆ ଆସିବ। ହାତରେ ଧରିଥାଏ ବୋଉ ତିଆରି କରିଥିବା ନୂଆ ଜାମାଟିଏ ଆଉ ପୋଡ଼ ପିଠା। ଭାରି ଖୁସି, ସାଙ୍ଗ ତାର ଆସିବ। ସତରେ ଯେତେବେଳେ ଘରକୁ ଆପଣାର ଲୋକଟିଏ ଆସେ ବହୁତ ଦିନ ପରେ କେତେ ଖୁସି ଲାଗେ ଯେ। ଠିକ୍ ସେମିତି ବିଭୁ ବି କାଳିଆର ଅପେକ୍ଷାରେ ଥାଏ। ଏଥର ସାଙ୍ଗସାଥିମାନେ ବି ହସିବାକୁ ଲାଗିଲେ। କିରେ, ସକାଳୁ ପହରୁ କହି ହେଉଛୁ କାଳିଆ ଆସିବ, କାହିଁ, କୋଉ କାଳିଆ, କାହାକୁ ତ ଦେଖିପାରିଲନି? ଏଣିକି ବିଭୁକୁ ଟିକେ ଖରାପ ଲାଗିଲା, ଯେହେତୁ ଏତେ ପିଲା ତାଚ୍ଛଲ୍ୟ କରି କହୁଛନ୍ତି। ବାବା ବୋଉ ବି ମନ ଫେରେଇଲେଣି। ବୋଉ କହୁଥାଏ, ଯାରେ ଆଉ ସେମିତି ପାଗଳାଙ୍କ ପରି ହନି, ଘରକୁ ଯା। କୋଉ କାଳି ଆସିବ ଯେ? ବୋଉ ଯେତେବେଳେ ଏତକ କହିଛି, ବିଭୁ ଭୋ ଭୋଇ କାନ୍ଦିବାକୁ ଲାଗିଲା। ହାତରେ ସେମିତି ଜାବୁଡ଼ି ଧରିଥାଏ ଜାମା ଆଉ ପୋଡ଼ ପିଠା। ସତର କ'ଣ ତୁ ଆସିବୁନି? କେଡ଼େ କପଟିଆ ତୁ। ତୋ ବଡ଼ ଦେଉଳକୁ ଯାଇଥିଲି, ସେଦିନ ଏତେ କରି କହିଲୁ, ଭାରି ଖୁସି ଲାଗିଥିଲା। ଏମିତି କହିକି କ'ଣ ସମସ୍ତଙ୍କୁ ଠକି ଦଉ? ନାଇଁ ରେ, ଯିଏ ଯାହା କହୁ ପଛେ ମୋର କିନ୍ତୁ ବିଶ୍ୱାସ ଅଛି ତୁ କେବେ ମିଛ କହୁନା। ତଥାପି ମନ ଭିତରେ କୋଉଠି ନା କୋଉଠି ଆଶା ଟିକେ ରହିଥାଏ, ସେ ନିଶ୍ଚୟ ଆସିବ। ବାବା କିନ୍ତୁ ପୁଅର ସବୁ ହାବଭାବକୁ ଦେଖିପାରୁଥାନ୍ତି ଦୂରରୁ ଥାଇ। ଠାକୁରଙ୍କ ପାଖରେ ଗୁହାରି କରିବା ଛଡ଼ା ତାଙ୍କ ପାଖରେ ବି କିଛି ବାଟ ନଥିଲା। ସମସ୍ତେ ଘରକୁ ଚାଲିଗଲେ। ଘରଠାରୁ ଟିକିଏ ଦୂରରେ ଖୋଲା ପଡ଼ିଆରେ ସେମିତି ବସିଥାଏ ବିଭୁ, ଅପେକ୍ଷାରେ ଥାଏ। ପୁଣି ମନେ ମନେ କହିଲା, କାଲିଠାରୁ ଅପେକ୍ଷା କରିଲେଣି, ଆଉ ଜାଣିଛୁ ତୁ ଆସିବୁ ବୋଲି ମୋ ଆଖିରେ ବି ନିଦ ନାହିଁ। ଭୋକ ଶେଷ ମୋର ହଜିଯାଇଛି ରେ। ଥରୁଟିଆ ଆମ ଘରକୁ ନହେଲା ନାହିଁ, ଏଇ ବାହାରେ ଟିକେ ତୋତେ ଦେଖିବି। ସେତେବେଳକୁ ରାତି ବି ଅନେକ ହେଲାଣି, କିଏ କୁଆଡ଼େ ଶୋଇଗଲେଣି। ଆଖିରୁ ଲୁହ ବି ଝରି ଯାଉଥାଏ। ହଠାତ୍ ଏହି ସମୟରେ କେହି ଜଣେ ଅଜଣା ପିଲାର ସ୍ପର୍ଶ ପାଇ ଚମକି ଉଠିଲା ବିଭୁ। କିଏ ରେ? ପଛକୁ ବୁଲି ଦେଖେ ତ କଳା ମୁଚୁ ମୁଚୁ ପିଲାଟିଏ। ଲୁହ ପୋଛି ଦେଇ କହିଲା, କିରେ, ଆସିବା ଟିକେ ଡେରି ହେଲା ବୋଲି ଏମିତି ବାହାରେ ବସି କାନ୍ଦନ୍ତି? ଏଥର ବିଭୁ ବୁଝି ସାରିଥିଲା, ସେ ଆଉ କେହି ନୁହେଁ, ତାର ସେଇ ସାଙ୍ଗ କାଳିଆ। ସାଙ୍ଗକୁ ପାଇ ଭାରି ଖୁସି ହେଇଗଲା। ସାଙ୍ଗେ ସାଙ୍ଗେ କହି ପକେଇଲା, ଜାଣିଛୁ ତ, ଲୋକମାନେ ହସିଲେ ମୋ ଉପରେ, ବାବା ବୋଉ ବି କେତେ ପାଟି କଲେ। ସେଥିରେ କିଛି କଥା ନାହିଁ, ତୁ ଆସିଲୁ ସେତିକି ବଡ଼ କଥା। ନେ, ପୋଡ଼ ପିଠାଟା ପାଇଁ କରିଛି, ମୋ ବୋଉ କରିଛି ମ। ସେ ପୁଣି କହୁଥାଏ, ଏକା ଖାଇବିନି ମ, ତୁ ବି କିଛି ଖାଇନୁ କାଲିଠୁ, ଆ ସାଙ୍ଗ ହେଇ ଖାଇବା। ହସ ଖୁସିରେ ପୋଡ଼ ପିଠା ଖାଇଲେ। ବିଭୁ ଖୋଇ ଦେଉଥାଏ, ପିଲାଟି ଖାଉଥାଏ, ଆଉ ପିଲାଟି ବିଭୁକୁ ବି ଖୋଇ ଦେଉଥାଏ। ସତରେ ଏମିତିକା ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ। ତାପରେ ବିଭୁ ଆଣିଥିବା ନୂଆ ଜାମାଟାକୁ ବି ବଢ଼େଇ ଦେଲା, ଆଉ କହିଲା, ଦେଖୁଛୁ ତ ମୋ ବୋଉ କରିଛି, ଭାରି ସୁନ୍ଦର ଲାଗୁନି? ପିଲାଟି ଖୁସିରେ ଜାମାଟା ବି ରଖିଦେଲା। ଏଥର ବିଭୁ କହିଲା, ତୋତେ କହିଥିଲି ନା, ଯେବେ ଆସିବୁ ସାଙ୍ଗ ହୋଇ ଖେଳିବା। ରାତିରେ ତ ଆସୁଛୁ, ଖେଳିବା କ'ଣ ଯେ, ଚାଲ ଗାଁ ଆଡ଼େ ଟିକେ ବୁଲେଇ ଆଣିବି। ପିଲାଟି କିନ୍ତୁ ମନା କଲା। ଏତିକି କହିଲା, କାଲିଠାରୁ ତୁ ଶୋଇନୁ, ଆ ମୋ କୋଳରେ ଟିକେ ଶୋଇଯା। ବିଭୁ ଯେତେବେଳେ ଏତକ ଶୁଣିଛି ଭାରି ଖୁସି ଲାଗିଲା। ଯାହାକୁ ସେ ଏତେ ଦିନରୁ ଅପେକ୍ଷା କରିଛି ପାଖରେ ପାଇଛି, ପୁଣି ତା କୋଳରେ ଶୋଇବା ପାଇଁ ସୁଯୋଗ ଟିକେ ମିଳିଛି। କେମିତି ଯାହା ଛଡ଼ା କରିବ, ନିଦ ଲାଗୁନଥାଏ। ତାର ସେଇ କଳା ମୁହଁକୁ ଦେଖିବା ପାଇଁ ବାରମ୍ବାର ଇଚ୍ଛା ହେଉଥାଏ, କିଛି ବି କହିପାରୁନଥାଏ। ବଲ ବଲ ହେଇ ସେମିତି ଚାହିଁଥାଏ। ପିଲାଟି ପୁଣି ହସି ଦେଇ କହିଲା, କିରେ, ଏମିତି ଚାହିଁଥିବୁ ନା ଆଉ କ'ଣ କହିବୁ? ନା, ତୋତେ ପାଇଲା ପରେ ଆଉ କିଛି କହିବାକୁ ଇଚ୍ଛା ନାହିଁ। ବାସ୍ ଏମିତି ଯେବେ ତୋର ମନେ ପଡ଼େ ମୋ ପାଖକୁ ଆସୁଥା, ମୁଁ ବି ତୋ ପାଇଁ ଏମିତି ପୋଡ଼ ପିଠାଟିଏ ଆଉ ଜାମାଟିଏ ଦେଉଥାଏ, ଆସିବୁ ନା? ପିଲାଟି ହସି ଦେଇ କହିଲା, ହଁ ରେ, ତୋ ପାଖେ ପାଖେ ଅଛି, ସବୁବେଳେ ଅଛି, ରହିଥିବି ମଧ୍ୟ। ଯେବେ ମନେ କରିବୁ ପୁଣି ଆସିବି। ଏତିକି କହି ପିଲାଟି ତା ବାଟରେ ଚାଲିଗଲା। ହଁ, ଯିବା ପୂର୍ବରୁ
କିଛି ଉପହାର ଦେଇଗଲା ଆଉ କହିଲା ବାବା ବୋଉଙ୍କୁ ଦେଇଦେବୁ, ଆଉ କେବେ ଆସିଲେ ଘରକୁ ନିହାତି ଯିବି। ବିଭୁ ତ ପିଲାଟିକୁ ପାଇକି ଭାରି ଖୁସି। ଉପହାର କ'ଣ ନେବ ଯେ, କିନ୍ତୁ ପିଲାଟି ଯାଚିକି ଦେଲା ଆଉ ତା ବାଟରେ ଚାଲିଗଲା। ବିଭୁ ଏପଟେ ଭାରି ଖୁସି କି ତା ସାଙ୍ଗ ଆସିଥିଲା, ତା ପାଇଁ ଉପହାର ବି ଦେଇଛି। ଯାହା ହଉ, ଯେତେବେଳେ ଘରେ ପହଞ୍ଚିଛି ରାତି ଅଧରେ କବାଟ ଠକ୍ ଠକ୍ କରିଛି। ବାପା ବୋଉ ବି କବାଟ ଖୋଲିଲେ, ଭାରି ବିରକ୍ତ ହେଲେ, କିନ୍ତୁ ପୁଅ ମୁହଁରେ ଏମିତିକା ହସ ଦେଖି ନୀରବି ଗଲେ ସେଇଠି। ପୁଅ ତାଙ୍କର ହାତରେ ଦଉଥାଏ, ଏ ଦେଖୁଛ ତ ମୋ କାଳିଆ ଆସିଥିଲା ଆଉ ତମ ପାଇଁ ଉପହାର ଦେଇଛି। ବୁଝିଲୁ ବୋଉ, ପୋଡ଼ପିଠା ଖାଇଲା, ଭାରି ବଢ଼ିଆ ହେଇଛି, ଆଉ ତୋ ଜାମାଟା ତାକୁ ଭାରି ମାନୁଛି। ବାପା ବୋଉ ଯେତେବେଳେ ଏତକ ଶୁଣନ୍ତି କିଛି ବୁଝିପାରିଲେନି। କିରେ, ପୁଣି ସେମିତି ପାଗଳାଙ୍କ ପରି କହୁଛୁ? ନାଇଁ ମୋ ବାପା, ସେମିତି ଜମା ନୁହେଁ, ସତ କହୁଛି। ଏଇ ଦେଖୁନ ତମ ପାଇଁ ସେ କ'ଣ ଦେଇଛି। ଯେତେବେଳେ ଉପହାରଟାକୁ ଖୋଲି ଦିଅନ୍ତି ସେ ଦେଖିଲେ ସେଥିରେ ଅବଢ଼ା ମହାପ୍ରସାଦ ଥିଲା। ବାପା ବୋଉ ଏଥର ସବୁ ବୁଝିପାରିଲେ, ସତରେ ମହାପ୍ରଭୁ କାଳିଆ ସାନ୍ତ ଆସିଥିଲେ ମୋ ପୁଅ ପାଖକୁ ସାଙ୍ଗ ହୋଇକି। ବାପା ବୋଉ ତାଙ୍କର ଚାହିଁ ରହିଥିଲେ ପୁଅ ଆଣିଥିବା ସେ ଉପହାର ଭିତରେ ଅବଢ଼ା ମହାପ୍ରସାଦକୁ, ଆଉ ପୁଅ ତାଙ୍କର ଖିଲି ଖିଲି ହୋଇ ହସୁଥିଲା। ନମସ୍କାର। କାହାଣୀଟି ଯଦି ଭଲ ଲାଗିଥାଏ କମେଣ୍ଟରେ ନିହାତି ଜଣାଇବେ। ଯଦି କଥା ଛଳାରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।